हेलो फ्रेंड्स, ମୁଁ ବିକାଶ ପୁଣି ଥରେ ସିଜି ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ସେକେଣ୍ଡ ସେମିଷ୍ଟାରର ଯେଉଁଟାକି ସେମିଷ୍ଟାର କମ୍ପଲସରି ଅଛି ଓଡ଼ିଆ। ଓକେ, ଆମେ ପ୍ରଥମେ ୟୁନିଟ୍ 2ରେ ଆଲୋଚନା କରିଥିଲେ ସବୁ ବିଷୟବସ୍ତୁ, ସେଟା ଦେଖିଦେବ, ଭିଡ଼ିଓ ସବୁ ଅଛି। ଏଟା ୟୁନିଟ୍ ନମ୍ବର 2, ସେଟା ଥିଲା ଯୋଗାଯୋଗ କ'ଣ ଥିଲା, ଏଟା ଅଛି ଯୋଗାଯୋଗର ପରିଭାଷା, ଅନୁବିଧି, ପରିସର ଓ ପ୍ରକାରଭେଦ। ଓକେ, ଦେଖ, ବଣ ଜଙ୍ଗଲରେ ଘୂରି ବୁଲୁଥିବା ମଣିଷ ଯେତେବେଳେ ସଭ୍ୟତାର ପ୍ରାଥମିକ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେଲା, ସେତେବେଳେ ମନର ଭାବ ଆଦାନ ପ୍ରଦାନ ନିମନ୍ତେ କରିଥାରିବା ଏବଂ କେତେକ ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ପରେ ଏହି ଭାବ ପ୍ରକାଶ କାର୍ଯ୍ୟ ସମ୍ପାଦନ ନିମନ୍ତେ ମନୁଷ୍ୟ ଭାଷାର ଆବିଷ୍କାର କଲା। ସମୟକ୍ରମେ ପ୍ରସ୍ତର ଗାତ୍ରରେ ଚିତ୍ର ଫୁଟାଇବା ଓ ଅଗ୍ନି ଜଳାଇବା ଭଳି ସଂକେତାତ୍ମକ କାର୍ଯ୍ୟ ମାଧ୍ୟମରେ ମନୁଷ୍ୟଭାବ ପ୍ରକାଶ କରିବାର ଇଚ୍ଛାକୁ ପୂର୍ଣ୍ଣ କଲା। ସମୟେ ସମୟେ ଜଣେ ଭାବ ପ୍ରକାଶ କରୁଥିବା ବେଳେ ଜଣେ ବା ଏକାଧିକ ବ୍ୟକ୍ତି ଏହି ଭାବକୁ ଗ୍ରହଣ କରୁଥିଲେ। କ୍ରମଶଃ ଭାଷାର ବିକାଶ ମନୁଷ୍ୟକୁ ଭାବ ପ୍ରକାଶ ଓ ଭାବ ଗ୍ରହଣରେ ଧାରାରେ ଯଥେଷ୍ଟ ଭାବେ ସାହାଯ୍ୟ କଲା। ଏହାର ପରବର୍ତ୍ତୀ ସମୟରେ ଲିଖନର ଆବିଷ୍କାର ହେଲା। ଏହାଦ୍ୱାରା ଭାବ ପ୍ରକାଶ ଓ ଭାବ ଗ୍ରହଣ ଦିନକୁ ଦିନ ଦୂର ସଞ୍ଚାରିତ ହେଲା। ଏହି ଭାବର ଆଦାନ ପ୍ରଦାନ ପ୍ରକ୍ରିୟାକୁ ଯୋଗାଯୋଗ ପ୍ରକ୍ରିୟା କୁହାଯାଏ। ହେଲା, ସାଧାରଣତଃ ଭୌଗୋଳିକ ଅର୍ଥରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାନବାହନ ଚଳପ୍ରଚଳ ଓ ତତ୍ ସମ୍ପର୍କିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ଯୋଗାଯୋଗ ବୋଲି ଗ୍ରହଣ କରିଥାଉ, ତେବେ ଏହି ପ୍ରସଙ୍ଗସିଦ୍ଧ ଯୋଗାଯୋଗ ବ୍ୟବସ୍ଥା ଭାବ ଗ୍ରହଣ ଓ ଭାବ ପ୍ରକାଶ କାର୍ଯ୍ୟ ସହିତ ସମ୍ପୃକ୍ତ ଅଟେ। ଆମେ ଜାଣୁ ଯେ ଯୋଗାଯୋଗକୁ ଇଂରାଜୀରେ କମ୍ୟୁନିକେସନ୍ କୁହାଯାଏ। ଏହି କମ୍ୟୁନିକେସନ୍ ଶବ୍ଦଟି ଲାଟିନ୍ ଶବ୍ଦ କମ୍ୟୁନିସ୍ ଶବ୍ଦରୁ ଆନିତ, ଯାହାର ଓଡ଼ିଆ ଆକ୍ଷରିକ ଅର୍ଥ ଅନ୍ୟ ସହିତ ସାଧାରଣ ଅଭିଜ୍ଞତା ରହିବା ବା ପରସ୍ପର ମଧ୍ୟରେ ଆଦାନ ପ୍ରଦାନରେ ଅଂଶଗ୍ରହଣ କରିବା ବୋଲି ଆମେ ଜାଣୁ। ସୁତରାଂ ଯୋଗାଯୋଗ ପ୍ରକ୍ରିୟା ଜଣେ ବ୍ୟକ୍ତି ବା ଏକାଧିକ ବ୍ୟକ୍ତିଠାରୁ ଜଣକୁ ବା ଏକାଧିକ ବ୍ୟକ୍ତିମାନଙ୍କୁ ବାର୍ତ୍ତା, ସମ୍ବାଦ, ମନୋଭାବ, ଭାବଧାରା ପ୍ରଭୃତିର ପ୍ରେରଣ କାର୍ଯ୍ୟ ବିଶେଷ ସହିତ ସମ୍ପୃକ୍ତ ଅଟେ। ଯୋଗାଯୋଗ ହେଉଛି ଏକ ଧାରା ଯାହା ଅନ୍ୟକୁ ଆମର ନିକଟତର କରାଏ। ଗୋଟିଏ ସାଧାରଣ ଭାଷା ମଣିଷକୁ କେବେ ନିକଟତର କରିନପାରେ। ଏହା ସହ ଅନ୍ୟ କେତେକ ଉପାଦାନର ଆବଶ୍ୟକତା ରହିଛି। ତାହା ହେଉଛି ଚିତ୍ତର ସମଭାବନା। ଆର୍ଯ୍ୟ ଋଷିଙ୍କ ମତରେ ତାହା ହେଉଛି ସାଧାରଣଙ୍କର। ଏହା ଏକ ପ୍ରକାର ସାମାଜିକ ଭାବନା ଯାହା ସହୃଦୟ ବ୍ୟକ୍ତି ମଧ୍ୟରେ ଆସିଥାଏ। ଏହା ମଣିଷର ଶିକ୍ଷା, ବ୍ୟବହାର ଓ ସଂସ୍କୃତି ଦ୍ୱାରା ଆସିଥାଏ। ଏଣୁ ବାର୍ତ୍ତା ପ୍ରଦାନକାରୀ ଅପେକ୍ଷା ଗ୍ରହଣକାରୀ ଉପରେ ଏହା ଅଧିକ ନ୍ୟସ୍ତ ଥାଏ। ନିଜର ଆହାର, ନିଦ୍ରା, ମୈଥୁନ ବା ପ୍ରଣୟ ପରି ମାନବ ଜୀବନରେ ଯୋଗାଯୋଗ ଅପରିହାର୍ଯ୍ୟ। ଏହା ମନୁଷ୍ୟ ପ୍ରତି ଏକ ପ୍ରକୃତିଦତ୍ତ ଆବଶ୍ୟକତା। କ୍ରମେ ଏହା ବୃଦ୍ଧି ପାଇ ଏକ ସାମାଜିକ ଧାରା ପାଲଟି ଯାଇଛି। ତେଣୁ ଯୋଗାଯୋଗ ଏକ ସ୍ୱତନ୍ତ୍ର ପ୍ରକ୍ରିୟା। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ। ପିଲାମାନେ, ଗୋଟେ କଥା କହି ରଖୁଛି, ମନେ ରଖ, ଯେଉଁମାନେ ଭିଡ଼ିଓକୁ ନୂଆ ଦେଖୁଛନ୍ତି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ ଏବଂ ମୋର ଯାହା ଭୁଲ ହେଲା ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଓକେ, ଓ ଆପଣ ଏଟା ନିଜେ ସବୁ କୋଶ୍ଚିନ୍ ଆନ୍ସର୍ ବାହାର କରିକି ଏଇ ଯେଉଁ ଯେତିକି ପଢ଼େଇଲି ତା ଭିତରୁ ତୁମେ କୋଶ୍ଚିନ୍ ଆନ୍ସର୍ ବାହାର କରିକି କର ଏବଂ ବାରବାର ପଢ଼, ଘୋଷ ଏବଂ ଅନ୍ୟ ଗୋଟେ ଖାତାରେ ଲେଖ। ଆଉ ଭଲ
ମାର୍କ ତମର ପରୀକ୍ଷା ରହିବ, ମୁଁ ଯାହା ଅନୁଭବ କରୁଛି। ଓକେ, ଜୟ ଜଗନ୍ନାଥ।